ତାକୁ ସାହାଯ୍ୟ ତମେ କରିବା ଉଚିତ। ଦଳୀୟ ଭିତ୍ତିରେ କାର୍ଯ୍ୟକ୍ରମ ହବ। ମୋର ମନା ନାହିଁ ଯେ ସମୀର ଦାସକୁ ଆମେ ଟିକଟ ଦେଇଥାନ୍ତୁ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ସମୀର ନାଁରେ ଯେଉଁ ପ୍ରକାରର କାଗଜପତ୍ର ବାହାରିଥିଲା ତାକୁ ଦେଖିଲା ପରେ ଦଳର ନିଷ୍ପତ୍ତି ସେଇଟା କରାଯାଇଥିଲା। ଯଦି ସେ କଥାଟା ତାକୁ ଟିକଟ ଦିଆଗଲା ପରେ ବାହାରିଥାନ୍ତା ତେବେ ଦଳର ସମ୍ମାନ କେବେ ରହନ୍ତା ନାହିଁ। ତୁମେମାନେ ଯେଉଁମାନେ ସମସ୍ତେ ଆସିଛ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ଚେୟାରମ୍ୟାନ, ନିମାପଡ଼ା ଏବଂ ଗ୍ରୁପର ସମସ୍ତଙ୍କୁ ନିବେଦନ, ଇଟ୍ ଇଜ୍ ଇନଷ୍ଟ୍ରକ୍ସନ ଫ୍ରମ୍ ଚିଫ୍ ମିନିଷ୍ଟର ଆଣ୍ଡ ଇନଷ୍ଟ୍ରକ୍ସନ ପାର୍ଟି ପ୍ରେସିଡେଣ୍ଟ, ସମସ୍ତେ ଏହି କାର୍ଯ୍ୟକ୍ରମରେ ଯେମିତି ଦୟାକରି ସାହାଯ୍ୟ କରିବ ଶଙ୍ଖଚିହ୍ନକୁ, ଶଙ୍ଖଚିହ୍ନକୁ। ତୁମେମାନେ ସମସ୍ତେ ଜିଲ୍ଲା ପରିଷଦ ଜିତିଛ ଶଙ୍ଖଚିହ୍ନରେ, ତୁମମାନେ ସରପଞ୍ଚ, ସମିତିସଭ୍ୟ, ଚେୟାରମ୍ୟାନ ହେଇଛ ସମସ୍ତେ ଶଙ୍ଖଚିହ୍ନ ପାଇଁ। ତେଣୁକରି ଗୋଟିଏ ଧାଡ଼ିରେ ଦିଆଯିବ। ବର୍ତ୍ତମାନ ତମେ ଶଙ୍ଖର କାର୍ଯ୍ୟକ୍ରମ କରିବା ଏବଂ ଆମର ପାର୍ଲାମେଣ୍ଟ କ୍ୟାଣ୍ଡିଡେଟ୍ ଯିଏ ଅଛନ୍ତି ତାକୁ ମଧ୍ୟ ସେଇ ଅନୁସାରେ କାର୍ଯ୍ୟକ୍ରମ ହବ। ସମସ୍ତଙ୍କୁ ସେଇ ନିବେଦନ ରଖୁଛି। କାହାର କିଛି ପଚାରିବାର ଅଛି ଯଦି କ୍ୱେଶ୍ଚନ୍ ମତେ ପଚାର।